ଜୟଗୁରୁ ବନ୍ଧୁମାନେ, ଆଜିର ନୂତନ ଚିନ୍ତାଧାରାର ବିଦ୍ୟାର୍ଥୀମାନଙ୍କୁ ନେଇ ଖୁବ୍ ଚିନ୍ତା ପ୍ରକଟ କରିଛନ୍ତି ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ। ଆଉ ଦେଇଛନ୍ତି କିଛି ଆଶ୍ରୀବାଣୀ। ଶୁଣିଲେ ଆମର ଉନ୍ନତି ସୁନିଶ୍ଚିନ୍ତ। ଆଉ ଆମମାନଙ୍କୁ ସଚେତନ କରି ସେଇ ବିଦ୍ୟାର୍ଥୀମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ହେବ ବୋଲି କହିଛନ୍ତି। ଗୁରୁତ୍ୱ ରହି ଆସିଛି ଯେ ବିଦ୍ୟାର୍ଥୀ ଜୀବନ ହେଉଛି ମଣିଷ ଜୀବନର ସେହି ପବିତ୍ର ସମୟ, ଯେଉଁ ସମୟରେ ନିଜର ଭବିଷ୍ୟତକୁ ଗଢ଼ି ତୋଳାଯାଏ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଆମକୁ ଶିଖାଇଛନ୍ତି ଯେ ଏହି ସମୟକୁ ଅବହେଳା ନ କରି ଆନନ୍ଦ, ଏକାଗ୍ରତା ଓ ନିଷ୍ଠା ସହିତ ବିଦ୍ୟା ଅର୍ଜନ କରିବା ଉଚିତ। ଯେଉଁ ବିଦ୍ୟା କେବଳ ପୁସ୍ତକର ଜ୍ଞାନ ନୁହେଁ, ବରଂ ଜୀବନକୁ ଏକ ସୁନ୍ଦର, ଉପଭୋଗୀ ଓ ଉଚିତ ମଣିଷ ପାଇଁ ମଙ୍ଗଳମୟ ଜୀବନ ଗଢ଼ି ତୋଳିବାର ଅପୂର୍ବ ଶକ୍ତି। ଯେ ବିଦ୍ୟାର୍ଥୀ ନିଜ ଶିକ୍ଷାକୁ ଅନ୍ତରରୁ ଭଲ ପାଏ, ତାକୁ ଆନନ୍ଦରେ ଶିଖେ, ପଢ଼େ, ଗ୍ରହଣ କରେ ଏବଂ ନିଜର ଲକ୍ଷ୍ୟ ପଥରେ ନିଷ୍ଠାର ସହିତ ଆଗେଇ ଚାଲେ, ସେ ନିଶ୍ଚୟ ହିଁ ତାର ଜୀବନରେ ସଫଳତା ପାଏ। ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ବିଦ୍ୟାର୍ଥୀମାନଙ୍କ ପାଇଁ ଯେ ସୂତ୍ର, ଯେଉଁ ଆଶ୍ରୀବାଣୀ ଦେଇଛନ୍ତି, ତାହା କେବଳ ପାଠପଢ଼ାର ନିୟମ ନୁହେଁ, ଏହା ହେଉଛି ବଞ୍ଚିବା ଓ ବଢ଼ିବାର ବିଜ୍ଞାନ, ପରମ ପିତାଙ୍କର ଜୀବନ୍ତ ବିଜ୍ଞାନ। ଏହି ବାଣୀ ଭିତରେ ଜଣେ ବିଦ୍ୟାର୍ଥୀ କିପରି ନିଜ ଜୀବନକୁ ସଠିକ୍ ଦିଗରେ ଗଢ଼ିପାରିବ, ତାହାର ଗଭୀର ରହସ୍ୟ ଲୁଚି ରହିଛି। ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର କଥା ଅନୁସାରେ କର୍ତ୍ତବ୍ୟବୋଧ ଓ ଭବିଷ୍ୟତ ଗଠନ କରିବା ଦିଗରେ କହୁଛନ୍ତି, ଯେ ପର୍ଯ୍ୟନ୍ତ ଜଣେ ବିଦ୍ୟାର୍ଥୀ ମା ବାପାଙ୍କ ଛତ୍ରଛାୟାରେ ରହେ, ସେ ପର୍ଯ୍ୟନ୍ତ ତାଙ୍କର ପ୍ରଧାନ କର୍ତ୍ତବ୍ୟ ହେଉଛି ନିଜକୁ ଗଢ଼ି ତୋଳିବା। ଏହି ସମୟ କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ଜ୍ଞାନ, ଚରିତ୍ର ଓ ଯୋଗ୍ୟତା ଅର୍ଜନ ପାଇଁ। ମା ବାପା ଯେଉଁ ସୁଯୋଗ ଦେଉଛନ୍ତି, ତାହାର ସଠିକ୍ ମୂଲ୍ୟ ହେଉଛି ନିଜକୁ ଏଭଳି ତିଆରି କରିବା, ଯେପରି ଆଗାମୀ ଦିନରେ ନିଜେ ସ୍ୱାବଲମ୍ବୀ ହୋଇ ପରିବାର ଓ ସମାଜର ଉପକାର କରିପାରିବା। ଆହୁରି କହିଲେ, ବିଦ୍ୟା ସହିତ ଆନନ୍ଦର ସମ୍ପର୍କ କିପରି ରଖିବ। ପୂଜ୍ୟପାଦ ଆଚାର୍ଯ୍ୟ ଦେବ ବୁଝାଇଛନ୍ତି, ବିଦ୍ୟା କେବଳ ପୁସ୍ତକର ଅକ୍ଷର ନୁହେଁ, ଗୀତ, କଳା, ଖେଳ, କାରିଗରୀ କିମ୍ବା କୌଣସି କୌଶଳ ସବୁ ବିଦ୍ୟାର ହିଁ ଅଂଶ। ଯେଉଁ ଶିକ୍ଷାକୁ ଆମେ ଭଲ ପାଇ ଗ୍ରହଣ କରୁ, ସେହି ଶିକ୍ଷା ଆମ ଜୀବନର ସମ୍ପଦ ହୋଇଯାଏ। ଆନନ୍ଦ ବିନା ଶିକ୍ଷା ଏକ ଭାର ହୋଇଯାଏ, କିନ୍ତୁ ଆନନ୍ଦ ସହିତ ଶିକ୍ଷା ଏକ ସୁଚରିତ୍ର ଗଢ଼ିଥାଏ, ଯାହାର ପ୍ରଥମ ପଦକ୍ଷେପ ହେଲା ଏକାଗ୍ରତା। ଏହା ହେଉଛି ସେହି ସଫଳତାର ପ୍ରଥମ ସିଡ଼ି। ମନ ଯେଉଁଠି ଆନନ୍ଦ ପାଏ, ସେଠି ସ୍ୱାଭାବିକ ଭାବେ ଏକାଗ୍ରତା ଆସେ। ଏହି ଏକାଗ୍ରତା ମାନେ ହେଉଛି ଛିନ୍ନ ଭିନ୍ନ ଚିନ୍ତାକୁ ଗୋଟିଏ ଲକ୍ଷ୍ୟ ଦିଗରେ ନେଇଯିବା। ଯେପରି ସୂର୍ଯ୍ୟର କିରଣ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହେଲେ ଆପେ ଆପେ ଅଗ୍ନି ସୃଷ୍ଟି କରେ, ସେହିପରି ମନର ଶକ୍ତି ଏକାଗ୍ର ହେଲେ ଅସମ୍ଭବ କାମ ମଧ୍ୟ ସବୁ ସମ୍ଭବ ହୋଇଯାଏ। ଯେଉଁଠି ପ୍ରଥମ ତାର ଚରିତ୍ରରେ ସୃଷ୍ଟି ହୁଏ ନିଷ୍ଠା, ଯାହା ସଫଳତାର ମଞ୍ଜି। କେବଳ ଆରମ୍ଭ କରିଦେବା ଯଥେଷ୍ଟ ନୁହେଁ, ଏହି ସଫଳତାକୁ ଲକ୍ଷ୍ୟ କରି ସେହି ଲକ୍ଷ୍ୟ ପାଇଁ ନିରନ୍ତର ଲାଗି ରହିବା ହିଁ ହେଉଛି ନିଷ୍ଠା। ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ନିଷ୍ଠା ହେଉଛି ନିଶ୍ଚଳ ଭାବେ ଲାଗି ରହିବା। ଯେଉଁ ବିଦ୍ୟାର୍ଥୀ ଅସୁବିଧା, ବାଧା କିମ୍ବା ବିଫଳତା ଆସିଲେ ମଧ୍ୟ ସେ ନିଜ ଲକ୍ଷ୍ୟ ପଥରୁ କେବେ ଦୂରେଇ ଯାଏ ନାହିଁ, ସେ ହିଁ ଦିନେ ସଫଳତା ପାଏ। ଆଉ ଏହା ବି ଜୀବନର ସାର ସୂତ୍ର କରି ନେବା ଉଚିତ। ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ବାଣୀର ସାରାଂଶ ହେଉଛି, ଆନନ୍ଦ ଯୁକ୍ତ ଏକାଗ୍ରତା ଯୁକ୍ତ ନିଷ୍ଠା ଇଜ୍ ଇକ୍ୱାଲ୍ ଟୁ ଜୀବନର ସଫଳତା। ବିଦ୍ୟାର୍ଥୀ ଯଦି ତିନୋଟି ଗୁଣକୁ ଜୀବନରେ ଆଣିପାରେ, ତେବେ ସେ କେବଳ ପରୀକ୍ଷାରେ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ଆପଦ ବିପଦରେ ମଧ୍ୟ ବିଜୟୀ ହୋଇପାରିବ।
କାରଣ ଜୀବନର ସେହି ପ୍ରକୃତ ଶିକ୍ଷା ହେଉଛି ଯାହା ମଣିଷକୁ କେବଳ ଜ୍ଞାନୀ ନୁହେଁ କି ବଡ଼ ଉଚ୍ଚ ପଦପଦବିସ୍ଥିତ ସମ୍ମାନ ନୁହେଁ, ବରଂ ଗୋଟିଏ ମଣିଷ ଭିତରେ ଗୋଟିଏ ଭଲ ମଣିଷ କରି ତିଆରି କରି ତୋଳେ। ତେଣୁ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ମନକୁ ଶୁଦ୍ଧ ରଖି, ଆତ୍ମାକୁ ପବିତ୍ର ରଖି, ଏକାଗ୍ରତାକୁ ତାର ଲକ୍ଷ୍ୟସ୍ଥଳରେ ଲଗାଇ ରଖି, ପରମ ପିତା ଦୟାଳଙ୍କର ଚରଣରେ ଭରସା ରଖି ନିଜର ବହୁ ଶ୍ରମ ଓ ନିଷ୍ଠାରେ ଆଗକୁ ବଢ଼ୁ। ଏହା ହିଁ ଜୀବନର ସତ୍ୟ ସଫଳତା। ତେବେ ବନ୍ଧୁଗଣ, ଆଜିର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଏଇ ଯେ ବିଦ୍ୟାର୍ଥୀମାନଙ୍କ ପାଇଁ ଯେଉଁ ଆଶୀର୍ବାଣୀ ଟିକକ, ଆଶା କରେ ଆପଣମାନଙ୍କ ଜୀବନରେ ଅଧିକରୁ ଅଧିକ ଉନ୍ନତି ଆଣୁ। ଆଜିର ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣଙ୍କର ମୂଲ୍ୟବାନ ମତାମତ କମେଣ୍ଟସ୍ ବକ୍ସରେ ନିଶ୍ଚୟ ଦେବେ। ଭିଡ଼ିଓଟି ଭଲ ଲାଗିଲେ ପ୍ରଥମେ ଲାଇକ୍ଟିଏ କରି ଅନ୍ତତଃ ଜଣେ ପ୍ରିୟ ପରିଜନଙ୍କୁ ସେୟାର ନିଶ୍ଚୟ କରିବେ। ତେବେ ଆସନ୍ତୁ ଆଜିର ବିଷୟଟିରେ ଏଇଠି ରହିବା। ପୁଣି ଆଉ ଗୋଟିଏ ଏଇଭଳି ସୁନ୍ଦର ଶିକ୍ଷଣୀୟ ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।